ମୁଁ ରାଉରକେଲାରୁ କୁଞ୍ଜ ବିହାରୀ ରାଉତ। ଭବିଷ୍ୟ ଯେଉଁ କାର୍ଯ୍ୟକ୍ରମ ତାର ନିକଟ ଅତୀତରେ କରିଛି ବା କରୁଛି, ତାହା କେବଳ ନିଜ ପାଇଁ ନୁହେଁ, ବରଂ ସାମଗ୍ରିକ ସମାଜର ଉନ୍ନତି ପାଇଁ ଓ ସମାଜ ପ୍ରତି ପ୍ରତିବଦ୍ଧତା ରଖିଥିବା ତଥା ଭାଷା ସାହିତ୍ୟ ପ୍ରତି ପ୍ରତିବଦ୍ଧତା ରଖିଥିବା ଏହି ଅନୁଷ୍ଠାନ, ଯାହା ଭାଷା ସାହିତ୍ୟ ସଂସ୍କୃତି ପରମ୍ପରାକୁ ବଜାୟ ରଖିବା ପାଇଁ କାର୍ଯ୍ୟ କରି ଚାଲିଛି। ଏଥିପାଇଁ ମାନବ ସେବା ହିଁ ମାଧବ ସେବା ନୀତିକୁ ଆପଣେଇଛି। ତେଣୁ ବର୍ତ୍ତମାନ ସମଗ୍ର ରାଜ୍ୟରେ ଭବିଷ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହା ସହ ଏହି ଭାଷା ସାହିତ୍ୟ ମହାକୁମ୍ଭରେ ରାଜ୍ୟର ତଥା ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରକାରର କବି ସାହିତ୍ୟିକମାନଙ୍କୁ ନେଇ ସେ ଯେଉଁ କାର୍ଯ୍ୟକ୍ରମ କରୁଛି, ତାହା ନିଶ୍ଚିତ ଭାବେ ସାଧୁବାଦର ପାତ୍ର। ଏଥିପାଇଁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ମୁଁ ହାର୍ଦ୍ଦିକ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରୁଛି। ଏହି ଅବସରରେ ମୁଁ ଭବିଷ୍ୟ ପାଇଁ ଲେଖିଥିବା ପଂକ୍ତିଟିଏ କବିତାଟିଏ ପାଠନ କରୁଛି, ଯାହା ଆଶା କରୁଛି ଆପଣଙ୍କୁ ନିଶ୍ଚିତ ଭାବେ ଭଲ ଲାଗିବ। ଭବିଷ୍ୟ ତୁ ସାହିତ୍ୟ ପରମ୍ପରା ଭାଷା ସଂସ୍କୃତିର ଭବିଷ୍ୟ ତୁ ଭାଷା ସାହିତ୍ୟ ପରମ୍ପରା ଭାଷା ସଂସ୍କୃତିର ନିର୍ଝରଟିଏ, ଅମାବାସ୍ୟାର ଜହ୍ନଟିଏ, ପୁଣି ବେଦନାସିକ୍ତ ମଣିଷର ଆଶାର କିରଣଟିଏ। ଭବିଷ୍ୟ ତୁ ସାହିତ୍ୟର ତାରାଟିଏ, ପରମ୍ପରାର ମୁଠା ମୁଠା ସ୍ୱପ୍ନଟିଏ, ପୁଣି ଭାଷା ସଂସ୍କୃତିର କୁଳିକୁଳୁ ନାଦରେ ବହି ଯାଉଥିବା ଝରଟିଏ। ପରମ୍ପରାର ମୁଠା ମୁଠା ସ୍ୱପ୍ନଟିଏ, ପୁଣି ଭାଷା ଓ ସଂସ୍କୃତିର କୁଳକୁଳୁ ନାଦରେ ବହି ଯାଉଥିବା ଝରଟିଏ। ତୋର ତ୍ରିବେଣୀ ତୀର୍ଥରେ ସ୍ନାନ କରି ଆପନା ପରିବାର ହସୁଛି ଆଜି କଟକ ନଗରେ, ପରିଚୟ ପାଇଛି ଭବିଷ୍ୟ ତୋରି ମଧ୍ୟରେ। ଥରେ ବୁଲିକି ଦେଖ ବିଶ୍ୱର କଲ୍ୟାଣ ପାଇଁ ତୋର ସୃଷ୍ଟି, କଲ୍ୟାଣୀଟିଏ ହୋଇ ହସ ହୃଦୟରେ। ଭବିଷ୍ୟ ତୁ ଆମର ମାନସ ସନ୍ତାନ, ଭାଷା ସାହିତ୍ୟ ସଂସ୍କୃତି ପରମ୍ପରାର ସମନ୍ୱୟର ପ୍ରତୀକ, ପୁଣି ଭାଷା ଭାଗୀରଥଙ୍କର ଅମୃତ ରହସ୍ୟ। ସାର୍ଥକ ହୋଇଛି ନାମ ତୋରରେ ଭବିଷ୍ୟ, ସାର୍ଥକ ହୋଇଛି ତୋର ନାମ ଭବିଷ୍ୟ। ଧନ୍ୟବାଦ ସମସ୍ତଙ୍କୁ। ଆଉ ଥରେ ନମସ୍କାର କରି ରହିଲି। ମୁଁ ରାଉରକେଲାରୁ କୁଞ୍ଜ ବିହାରୀ ରାଉତ।